ମୁଁ ତ ଜାଣିପାରୁନି କିଏ ଟାଣୁଛନ୍ତି ଯଦି ଟଣାଟୁଣି କବା କଥା କିଛି କିଏ ଜାଣୁଛନ୍ତି ତାହେଲେ ଟଣାଟୁଣି ବନ୍ଦ କରିବା ପାଇଁ ଗୋଟେ ମୋର କେହି ଟାଣିନାହାନ୍ତି। ଗୋଡ଼ ଟାଣିବାର ଦଳ ପାଇଁ କେତେ କ୍ଷତି ପହଞ୍ଚାଉଛି? କୌଣସି ଦଳରେ ବି କିଏ ଗୋଡ଼ ଟଣାଟୁଣି ତାର କ୍ଷତି ହିଁ ପହଞ୍ଚେ। ନିରଞ୍ଜନ ବାବୁ ବହୁତ ସମୟ ସଭାପତି ଥିଲେ ରାଜ୍ୟର ଏବଂ ବହୁ ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତିତ୍ୱ ଆଉ କଂଗ୍ରେସ ରାଜନୀତି ଆଉ ଓଡ଼ିଶା ରାଜନୀତିର ଭେଟରାନ୍ ତାଙ୍କୁ ମୁଁ କ'ଣ କହିବି। ଗୋଡ଼ ଟଣା ନୀତି ଯେଉଁ କଂଗ୍ରେସ 26 ବର୍ଷ ହେଲା ଆସିପାରୁନି ଯଦି ନିବୃତ୍ତ ନ ରହିବେ ତାହେଲେ ଭଲ ନିବୃତ୍ତ ରହିଲେ ସରକାର ଆସିବ ନହେଲେ ଅନ୍ଧାରକୁ ପଳାଇବ। ସେ ଯେଉଁ ସତ କଥା କହୁଛନ୍ତି ଯଦି ସେ ତାଙ୍କର ଅନୁଭବ ଅଛି ତାହେଲେ ସେଇ ଜିନିସଟା ସତ କଥା କହୁଛନ୍ତି କିନ୍ତୁ ସମସ୍ତ ସିନିୟର ଲୋକ ଚେଷ୍ଟା କଲେ ନିଶ୍ଚିତ ଭାବରେ ଗୋଡ଼ ଟଣା ବନ୍ଦ। ଗୋଡ଼ ଟାଣୁଛି କିଏ ଆକ୍ଚୁଆଲି ଦଳ ଭିତରେ? ମୁଁ ତ ଜାଣିପାରୁନି କିଏ ଟାଣୁଛନ୍ତି ଯଦି ଟଣାଟୁଣି କବା କଥା କିଛି କିଏ ଜାଣୁଛନ୍ତି ତାହେଲେ ଟଣାଟୁଣି ବନ୍ଦ କରିବା ପାଇଁ ଗୋଟେ ମୋର କେହି ଟାଣିନାହାନ୍ତି। ଗୋଡ଼ ଟାଣିବାର ଦଳ ପାଇଁ କେତେ କ୍ଷତି ପହଞ୍ଚାଉଛି? କୌଣସି ଦଳରେ ବି କିଏ ଗୋଡ଼ ଟଣାଟୁଣି ତାର କ୍ଷତି ହିଁ ପହଞ୍ଚାଇବ କିନ୍ତୁ କଂଗ୍ରେସରେ ଯଦି ନିରଞ୍ଜନ ବାବୁ କହୁଛନ୍ତି ତ ତାଙ୍କୁ ମୋର କମେଣ୍ଟ କରିବାର କୌଣସି ଅଧିକାର ନାହିଁ। ସେ ଆମର ସମସ୍ତଙ୍କର ସର୍ବଶ୍ରେଷ୍ଠ ନେତା ସେ ତେଣୁ ମୁଁ ଭଳିଆ ଲୋକ ମୁଁ ତାଙ୍କୁ ଅନୁରୋଧ କରିବି ଏସବୁ କେମିତି ବନ୍ଦ ହେବ ଟିକେ ଚେଷ୍ଟା କଲେ ଭଲ ହେବ।